ନାଇଁ ନାଇଁ ମୁଁ ଓଡ଼ିଶାବାସୀ କ'ଣ କରୁଛ? ମାନେ ପ୍ରକୃତ କଳିଯୁଗରେ ମଧ୍ୟ ସ୍ରଷ୍ଟା ନାରୀ ଅଛନ୍ତି, ଭଲ ନାରୀ ଅଛନ୍ତି, ଯେ ଦେଶ ସେବିକା ଜଣେ। ସେ ଛାଡ଼ନ୍ତୁ, ନାଚବାଲା କଥା ଛାଡ଼ନ୍ତୁ, ଗୀତବାଲା କଥା ଛାଡ଼ନ୍ତୁ, ସେମାନେ କଳାକାର ଦୁନିଆ କଥା ଛାଡ଼ନ୍ତୁ। ସେ ତ ଆପଣଙ୍କ ପାଖରେ ଠିଆ ହେଇଯାଉଥିଲେ ନା, ଦୁଃଖ ସମୟରେ ଟିକେ ଆପଣଙ୍କର ଲୁହ ପୋଛି ଦେଉଥିଲେ, ଆପଣଙ୍କ ଘରକୁ ପଶି ଯାଉଥିଲେ। ସେ କେହି ନୁହନ୍ତି, ସେ ହେଉଛନ୍ତି ଓଡ଼ିଶାର ମହାନୀତ ନାରୀ। ସେ ହେଉଛନ୍ତି ରାନୀ ପଣ୍ଡା। ଜାଣୁଛନ୍ତି ଆପଣମାନେ ଆଜି ସେ କେତେ କଷ୍ଟରେ ଅଛନ୍ତି, କେତେ ମେଡ଼ିକାଲ ଦୁଃଖ ଭୋଗୁଛନ୍ତି, କଷ୍ଟ ଭୋଗୁଛନ୍ତି। ଆପଣମାନେ କ'ଣ ତାଙ୍କ ପାଖକୁ କେହି ଯିବାକୁ ସାହସ କରୁନାହାନ୍ତି? କାହିଁକି ସାହସ କରୁନାହାନ୍ତି? ସେ ଆପଣଙ୍କୁ ଗାଳି ଦେବେ? ନାଇଁ, ଆପଣଙ୍କ ଦୁଃଖ ସମୟରେ ସେ ଠିଆ ହୁଅନ୍ତି, ଖୁସିରେ ମଧ୍ୟ ଆସନ୍ତି, ଖୁସି ବାଣ୍ଟନ୍ତି, ଦୁଃଖ ବାଣ୍ଟନ୍ତି। ସେ ହେଉଛନ୍ତି ସେଇ କେହି ନୁହନ୍ତି, ସେ ହେଉଛନ୍ତି ଆପଣଙ୍କର ରାନୀ ପଣ୍ଡା ମ୍ୟାଡ଼ାମ୍। ଯେତେବେଳେ ଦୁଃଖ ପାଖରେ ଆପଣଙ୍କର ସିଏ ଠିଆ ହେଇକି ଆପଣଙ୍କ ହାତକୁ ଧରିକି ଟାଣି ନେଇଛନ୍ତି, ଆପଣ ତାଙ୍କ ଦୁଃଖ ସମୟରେ ଟିକେ ଆପଣମାନଙ୍କର ପାଖକୁ ଆସିବାକୁ ଇଚ୍ଛା ହେଉନି? ନାଇଁ, ସମସ୍ତେ ଆସନ୍ତୁ। ମୁଁ 4.5 କୋଟି ଜନତାଙ୍କୁ କହୁଛି, ସମସ୍ତ କଳାକାର ଭାଇମାନଙ୍କୁ କହୁଛି, ଆଉ ସମସ୍ତ ବନ୍ଧୁମାନଙ୍କୁ କହୁଛି, ଆଉ ରାନୀ ପଣ୍ଡା ଯାହାଙ୍କୁ ଯାହାଙ୍କୁ ସାହାଯ୍ୟ କରିଥିଲେ, ସାହାଯ୍ୟର ହାତ ବଢ଼େଇଥିଲେ, ସେମାନଙ୍କୁ ମଧ୍ୟ ମୁଁ ନିବେଦନ କରୁଛି, ଆସନ୍ତୁ ସର୍ବେ ମିଶିବା। ରାନୀ ପଣ୍ଡାର ମାନେ ଶରୀର ଆରୋଗ୍ୟ କାମନା ସେଇ ଭଗବାନଙ୍କ ପାଖରେ କରିବା। ଶୀଘ୍ର ସିଏ ଭଲ ହେଇକି ଆମମାନଙ୍କ ଗହଣକୁ ଆସନ୍ତୁ, ଆସିକି ପହଞ୍ଚିକି ସେ ଆମର ସୁଖ ଦୁଃଖ ବନ୍ଧୁ ଭାବରେ ଯେମିତି ଥିଲେ ସେମିତି ପୁଣି ଆମମାନଙ୍କ ସହିତ ହସ ଖୁସିରେ ଦିନ କାଟନ୍ତୁ। କିନ୍ତୁ ଆପଣମାନେ ଆଗେଇ ଆସିବା ଦରକାର। ଆଉ ଆପଣମାନେ ଏତେ ସ୍ୱାର୍ଥପର କ'ଣ ହେଲେ ସଂସାର ଚଳିବ? ସଂସାର ସାରମ୍ ଭୁଜଗେନ୍ଦ୍ରହାରମ୍ ସଦା ବସନ୍ତମ୍ ହୃଦୟାରବିନ୍ଦେ। ଭଗବାନ ସମସ୍ତଙ୍କୁ ଦେଇଛନ୍ତି, କଷ୍ଟ ଦୁଃଖ ସୁଖ ସମସ୍ତଙ୍କୁ ଦେଇଛନ୍ତି। ତା ମଧ୍ୟରେ ରାନୀ ମ୍ୟାଡ଼ାମ୍ ପାଇଛନ୍ତି। ଆଉ ସିଏ ମଧ୍ୟ ତାଙ୍କର ଭଲ କାମନା ପାଇଁ ଆପଣମାନଙ୍କୁ ନିବେଦନ କରୁଛି। ନାହିଁ ନାହିଁ ନାହିଁ, ମୋ ଓଡ଼ିଶା ଆପଣମାନେ ସମସ୍ତେ ଆଗେଇ ଆସନ୍ତୁ।